ପିଲାମାନେ ସୁପ୍ରଭାତ। ଆଜି ଦେଖିବା ଆମେ ବାନର ବୈଦ୍ୟ, ଲେଖିଛନ୍ତି ଡକ୍ଟର ରମେଶ ଚନ୍ଦ୍ର ପରିଡ଼ା। ନା ଡକ୍ଟର ରମେଶ ଚନ୍ଦ୍ର ପରିଡ଼ା 1947 ମସିହାରେ କେନ୍ଦ୍ରାପଡ଼ାର ଯମପଡ଼ାରେ ଜନ୍ମ ହୋଇଥିଲେ। ଜଣେ ରସାୟନ ବିଜ୍ଞାନର ଅଧ୍ୟାପକ ଭାବରେ ପରିଚିତ। ଜନପ୍ରିୟ ବିଜ୍ଞାନ ଲେଖିବାରେ ସେ ସିଦ୍ଧହସ୍ତ ମଧ୍ୟ। ଏଥିପାଇଁ ଓଡ଼ିଶା ସାହିତ୍ୟ ଏକାଡେମୀ, ଓଡ଼ିଶା ବିଜ୍ଞାନ ଏକାଡେମୀ ତରଫରୁ ପୁରସ୍କାର ମଧ୍ୟ ଲାଭ କରିଛନ୍ତି। ଉକ୍ତ ପ୍ରବନ୍ଧଟି ତାଙ୍କ ରଚିତ ପ୍ରଗତି ପଥେ ବିଜ୍ଞାନ ଦ୍ୱିତୀୟ ଭାଗରୁ ସଂଗୃହୀତ। ମାଙ୍କଡ଼ମାନେ କିପରି ନିଜର ଚିକିତ୍ସା କରନ୍ତି ତାହା ଏଠାରେ ସୁନ୍ଦର ଭାବରେ ବର୍ଣ୍ଣନା କରାଯାଇଛି। ତମେ ରାମାୟଣ ଶୁଣିଥିବ। ରାମାୟଣରେ ଯେତେବେଳେ ରାବଣର ପୁତ୍ର ଇନ୍ଦ୍ରଜିତ ଲକ୍ଷ୍ମଣଙ୍କୁ ଶରାଘାତ କରି ମୂର୍ଚ୍ଛିତ କରିଥିଲା, ସେତେବେଳେ ହନୁମାନ ତାଙ୍କୁ ବଞ୍ଚାଇବା ପାଇଁ ଗୋଟେ ଔଷଧ ଦରକାର ପଡ଼ିଥିଲା। ସେ ଆସି ଏ ଗନ୍ଧମାର୍ଦ୍ଦନ ପର୍ବତରେ ସେ ଔଷଧକୁ ଖୋଜି ନ ପାଇ ପୁରାପୁରି ସେ ପାହାଡ଼ଟିକୁ ଟେକି ନେଇ ପଳେଇଥିଲେ। ତାପରେ ସେଠି ଲକ୍ଷ୍ମଣଙ୍କୁ ସେ ଔଷଧ ଦେଇ ତାକୁ ଜୀବିତ କରାଇଥିଲେ। ତୁମେ ଏ ଗପଟି ଶୁଣିଥିବ। ସେଇ ଗପଟିକୁ ଏଠି ମଧ୍ୟ ଦିଆଯାଇଛି। କ'ଣ ନା ସେଇ ଯେଉଁ ମହାବୀର ଇନ୍ଦ୍ରଜିତଙ୍କର ଶରାଘାତରେ ଲକ୍ଷ୍ମଣ ଥିଲେ ଧରାଶାୟୀ। ଚିକିତ୍ସା ପାଇଁ ଆସିଥିଲେ ବାନର ବୈଦ୍ୟ ସୁଷେଣ। ମାଙ୍କଡ଼ମାନଙ୍କର ଡାକ୍ତର, ବୈଦ୍ୟ ମାନେ ଡାକ୍ତର ଥିଲେ କିଏ ନା ସୁଷେଣ। ରାତ୍ରି ପୂର୍ବରୁ ଗନ୍ଧମାର୍ଦ୍ଦନ ପର୍ବତରୁ ବିଶଲ୍ୟକରଣୀ ଆଣି ଦେଇପାରିଲେ ଲକ୍ଷ୍ମଣ ଜୀବିତ ହେବେ ବୋଲି ସେ କହିଥିଲେ। ତେଣୁ ଏ କାମଟି କେବଳ ହନୁମାନ ହିଁ କରିପାରିବ। ତେଣୁ ସେ ସେଇ ଅଳ୍ପ ସମୟ ମଧ୍ୟରେ ଲଙ୍କାରୁ ଆସି ପହଞ୍ଚି ଯାଇଥିଲେ ଗନ୍ଧମାର୍ଦ୍ଦନ ପର୍ବତରେ ଏବଂ ରାତିରେ ସେ ବିଶଲ୍ୟକରଣୀ କେଉଁଟା ଚିହ୍ନି ନ ପାରି ପୁରାପୁରି ଗନ୍ଧମାର୍ଦ୍ଦନକୁ ସେ ଟେକି ନେଇ ଯାଇଥିଲେ ଏବଂ ସେଠି ଲଙ୍କାରେ ପହଞ୍ଚି ସୁଷେଣ ବୈଦ୍ୟ ସେ ବିଶଲ୍ୟକରଣୀ ଖୋଜି ଲକ୍ଷ୍ମଣଙ୍କୁ ଜୀବିତ କରିଥିଲେ। ଇଏ ଥିଲେ ରାମାୟଣ ଯୁଗର କଥା ଏବଂ ରାମାୟଣ ଯୁଗର ବୈଦ୍ୟ ଥିଲେ ସୁଷେଣ। ଠିକ୍ ସେହିପରି ଆଜିକାର ଏ ମାଙ୍କଡ଼ମାନେ ମଧ୍ୟ ନିଜେ ନିଜେ ଜଣେ ଜଣେ ବୈଦ୍ୟ। ଏ କଥାଟା ଉପରେ ଆଜିର ଏ ବିଷୟବସ୍ତୁ ବାନର ବୈଦ୍ୟ। ନା ସେଇ 1990 ମସିହା ଠାରୁ ଦିଲ୍ଲୀର ଆଖପାଖରେ ବାସ କରୁଥିବା ମାଙ୍କଡ଼ମାନଙ୍କ ଉପରେ ଗୋଟିଏ ପରୀକ୍ଷା ନିରୀକ୍ଷା କରାଯାଇଥିଲା। ଫଳରେ ଜଣାଯାଇଛି ଯେ ମାଙ୍କଡ଼ମାନଙ୍କର ଔଷଧୀୟ ବୃକ୍ଷ ଚିହ୍ନିବାରେ ଅସାଧାରଣ ଗୁଣ ଅଛି। ନା ସେଇମାନଙ୍କ ଉପରେ ପରୀକ୍ଷା କରିବା ବେଳକୁ ଜଣାପଡ଼ିଥିଲା ଯେ ଦିଲ୍ଲୀର ତଗଲକାବାଦରେ ଅନେକ ମାଙ୍କଡ଼ ବାସ କରୁଥିଲେ। ଥରେ ଗୋଟିଏ ମାଙ୍କଡ଼ ଛୁଆ ଉଚ୍ଚ ଶକ୍ତି ସମ୍ପନ୍ନ ବିଦ୍ୟୁତ ତାରର ଆଘାତରେ ତାର ଆସି ଆହତ ହୋଇଥିଲା। ତା ବାମ ହାତଟି ପୋଡ଼ିଯାଇ ଗଭୀର କ୍ଷତ ହୋଇଯାଇଥିଲା। ସେଇଠୁ ସେ କ'ଣ କଲା ନା ସେ ନିଜେ କେବଳ ନିମ୍ବପତ୍ର ଖାଇ ଚାଲିଲା। ସେ ସପ୍ତାହେ 2 ସପ୍ତାହ ପର୍ଯ୍ୟନ୍ତ ନିମ୍ବପତ୍ର ସବୁ ଖାଇଲା ଏବଂ ତା ପାଟିରୁ ଯେଉଁ ଲାଳ ବାହାରୁଥିଲା ସେ ଲାଳକୁ ନେଇ ସେ କ୍ଷତ ସ୍ଥାନରେ ଲଗାଇଲା। କିଛି ଦିନ ପରେ ସେ ତାର କ୍ଷତ ମଧ୍ୟ ପୁରା ଆରୋଗ୍ୟ ହୋଇଯାଇଥିଲା। ତା ସହିତ ପ୍ରତ୍ୟେକ ଦିନ 15 ଥର ବଣପାଳଙ୍ଗ ଗଛର କଅଁଳିଆ ଡାଳ ପତ୍ର ମଧ୍ୟ ଖାଇବାକୁ ସେ ଲାଗିଥିଲା। ଏହାକୁ ସବୁ ଦେଖାଯାଉଛି। ଯେଉଁ ଗବେଷକମାନେ ତା ଉପରେ ଗବେଷଣା କରୁଛନ୍ତି ସେମାନେ ସବୁ ଲକ୍ଷ୍ୟ କରୁଛନ୍ତି। ଫଳରେ ମାସକ ମଧ୍ୟରେ ସେଇ ମାଙ୍କଡ଼ଟି ସମ୍ପୂର୍ଣ୍ଣ ରୂପରେ ଆରୋଗ୍ୟ ହୋଇଥିଲା। ଏହିପରି ସେଇ ମାଙ୍କଡ଼ମାନଙ୍କର ପ୍ରଜନନ କାଳରେ ବା ପୁରୁଷ ଏବଂ ସ୍ତ୍ରୀର ମିଳନ ସମୟରେ ପୁରୁଷ ମାଙ୍କଡ଼ମାନଙ୍କ ମଧ୍ୟରେ ବହୁତ ଜୋରରେ ସଂଘର୍ଷ ହୋଇଥାଏ। ସେମାନଙ୍କ ମଧ୍ୟରେ ମାରପିଟ ବହୁତ ଜୋର ହୁଏ। ସେତିକି ସମୟରେ ସେମାନେ ବହୁତ ଖଣ୍ଡିଆ ଖାବରା ମଧ୍ୟ ହୋଇଥାନ୍ତି। ଏହି ସମୟରେ ସେ ମାଙ୍କଡ଼ମାନେ ଅରଖ ଗଛର କଢ଼ ଖାଇବା ଓ ସେଇ ଗଛର ଡାଳରୁ ବାହାରୁଥିବା କ୍ଷୀର
ନିଜ ନିଜ କ୍ଷତ ସ୍ଥାନମାନଙ୍କରେ ଲଗାଇଥାନ୍ତି। ଏବଂ ସେଇ ମାଙ୍କଡ଼ମାନେ ମାଇ ମାଙ୍କଡ଼ମାନେ ଯେତେବେଳେ ଗର୍ଭ ଧାରଣ କରିଥାନ୍ତି ସେତେବେଳେ ସେମାନେ ତେନ୍ତୁଳି ଗଛର କଅଁଳିଆ ପତ୍ର, ଛେଲି, ଫଳ ଏସବୁ ଜିନିଷ ଖାଇଥାନ୍ତି। ତାପରେ ଯେତେବେଳେ ସେମାନେ ସନ୍ତାନ ପ୍ରସବ କରିଥାନ୍ତି ତାପରେ ସେମାନେ ଅଶ୍ୱସ୍ଥ ଗଛର କଅଁଳିଆ ପତ୍ର ସବୁ ଖାଇଥାନ୍ତି, ଯାହାଫଳରେ କି ସେମାନଙ୍କର କ୍ଷୀର ଉତ୍ପାଦନ କରିବାର କ୍ଷମତା ବୃଦ୍ଧି ଘଟିଥାଏ। ଏବଂ ତମେ ବି ଯେତେବେଳେ ବିଭିନ୍ନ ପ୍ରକାରର ଇଆଡ଼ୁ ସିଆଡ଼ୁ ଖାଇ ଦେଉଛ ତା ଦ୍ୱାରା ତୁମ ପେଟ ଖରାପ ହେଉଛି, କେତେବେଳେ ଝାଡ଼ା ହେଉଛି, କେତେବେଳେ ବାନ୍ତି ହେଉଛି ଏବଂ ବିଭିନ୍ନ ପ୍ରକାରର ରୋଗ ବ୍ୟାଧି ହେଉଛି। ଠିକ୍ ସେହିପରି ମାଙ୍କଡ଼ମାନେ ମଧ୍ୟ ଏ ଅପ୍ରାକୃତିକ ଖାଦ୍ୟ ସବୁ ଖାଇ ସେମାନେ ମଧ୍ୟ ବେଳେବେଳେ ଆମାଶୟ ମାନେ ପତଳା ଝାଡ଼ା ବାନ୍ତିରେ ପଡ଼ିଥାନ୍ତି। ସେତେବେଳେ ସେମାନେ କ'ଣ କରନ୍ତି ନା କଅଁଳିଆ ଦୁବ ଘାସର ପତ୍ର ଚୋବାଇବାକୁ ଲାଗନ୍ତି, ଯାହାଫଳରେ ସେମାନଙ୍କର ବାନ୍ତି ବନ୍ଦ ହୋଇଯାଇଥାଏ ଏବଂ ତାଙ୍କର ଯେଉଁ ଆମାଶୟ ଝାଡ଼ା ମାନେ ବାରମ୍ବାର ଯେଉଁ ଝାଡ଼ା ସେମାନଙ୍କୁ ତାକୁ କୁହାଯାଏ ଆମାଶୟ ଝାଡ଼ା, ତାହା ମଧ୍ୟ ଗକ୍ଷୁରା ଫଳକୁ ସେମାନେ ଔଷଧ ରୂପରେ ଖାଇ ସେମାନଙ୍କର ଝାଡ଼ା ମଧ୍ୟ ବନ୍ଦ ହୋଇଥାଏ। ତମ ବେଳେବେଳେ ପେଟ ଗରମ ହେଲେ ତମ ପାଟିରେ ମଧ୍ୟ ଘା ହୋଇଥାଏ, ଠିକ୍ ସେମାନଙ୍କର ମଧ୍ୟ ପାଟିରେ ଘା ହୋଇଥାଏ। ସେତେବେଳେ ସେମାନେ କ'ଣ କରନ୍ତି ନା ଖଇର ଗଛ, ଯେଉଁ ଗଛର ଛାଲିରୁ ଖଇର ପ୍ରସ୍ତୁତ ହୁଏ ସେଇ ଖଇର ଗଛର ଖଇର ସଂଗ୍ରହ କରି ସେମାନେ ଖାଇବାର ଦେଖାଯାଏ। ଏବଂ ତୁମକୁ ଜ୍ୱର ହେଲେ ତୁମେ ଯେମିତି ପାରାସିଟାମଲ୍ ଖାଇଦେଇକି ଭଲ ହେଇଯାଉଛ, ସେମାନଙ୍କୁ ଜ୍ୱର ହେଲେ ସେମିତି ସେମାନେ ଅଣସୋରିଷିଆର ଛୁଇଁକୁ ଖାଇ ସର୍ଦ୍ଦି କାଶ ଏବଂ ବାସଙ୍ଗ ପତ୍ରକୁ ଖାଇ ସେମାନଙ୍କର କାଶ ନିବାରଣ କରିଥାନ୍ତି। ଏସବୁ ଗୁଡ଼ିକ ଗବେଷକମାନେ ଲକ୍ଷ୍ୟ କରିଛନ୍ତି। ତା ସହିତ ଏମାନଙ୍କର ଯେଉଁ ଏଇ ଖାଦ୍ୟରେ ବିଭିନ୍ନ ପ୍ରକାରର ମ୍ୟାଗ୍ନେସିୟମର ଅଭାବ ସେମାନଙ୍କଠାରେ କର୍କଟ ରୋଗର ସମ୍ଭାବନା ବୃଦ୍ଧି କଲାବେଳେ ସିଲିକନର ଆଧିକ୍ୟରେ ରକ୍ତ କର୍କଟର ସମ୍ଭାବନା ବଢ଼ାଇଥାଏ। ଅନ୍ୟପକ୍ଷରେ ସେଲେନିୟମ, ମାଙ୍ଗାନିଜ, କ୍ରୋମିୟମର ମାତ୍ରା କମ୍ ହେଲେ ତାଙ୍କର ହୃଦରୋଗର କାରଣ ହୁଏ। କିନ୍ତୁ ଏସବୁ ଜିନିଷ ଆମର ହୋଇଥାଏ। କିନ୍ତୁ ଏଇ ମାଙ୍କଡ଼ମାନଙ୍କର ଅରଣ୍ୟରେ ଯେଉଁ ବାସ କରୁଛନ୍ତି ମାଙ୍କଡ଼ମାନେ, ସେମାନେ ସାଧାରଣତଃ ହୃଦରୋଗ, କର୍କଟ ରୋଗ, ମଧୁମେହ ଯେଉଁଟା ତୁମେ କହୁଛ ଡାଇବେଟିସ୍ ଆଦି ରୋଗରେ କେବେ ହେଲେ ମଧ୍ୟ ଶିକାର ହୋଇନାହାନ୍ତି ବା ସେମାନଙ୍କୁ କେବେ ହେଲେ ଏହିସବୁ ରୋଗ ହୋଇନାହିଁ। କାହିଁକି ନା ସମ୍ଭବତଃ ସେମାନେ ବାଛି ସୁଷମ ପ୍ରାକୃତିକ ଖାଦ୍ୟ ଉପଯୁକ୍ତ ପରିମାଣରେ ଖାଇପାରୁଥିବାରୁ ଏହିପରି ଘଟିଥାଏ। ଏ ଭାଲୁ ସିମ୍ପାଞ୍ଜି ମାନେ ମଧ୍ୟ ବିଭିନ୍ନ ପ୍ରକାର ଔଷଧୀୟ ବୃକ୍ଷକୁ ଠାବ କରି ତାକୁ ମଧ୍ୟ ଖାଇଥାନ୍ତି। ଆମ ଦେଶରେ ଗ୍ରାମାଞ୍ଚଳରେ ବାସ କରୁଥିବା ଲୋକମାନେ ତଥା ବଂଶାନୁକ୍ରମେ ଆୟୁର୍ବେଦିକ ଚିକିତ୍ସା କରୁଥିବା ବୈଦ୍ୟ ଓ କବିରାଜ ମାନେ ଔଷଧୀୟ ଉଦ୍ଭିଦର ପତ୍ର, ଫୁଲ, ଫଳ, ଚେର, ମୂଳ ସାହାଯ୍ୟରେ ବହୁ ଦୁରାରୋଗ୍ୟ ବ୍ୟାଧିର ସଫଳ ଚିକିତ୍ସା କରି ଆସୁଛନ୍ତି। ତମେ ବି ଗାଁ ମାନଙ୍କରେ ଦେଖିଥିବ, ଏମାନେ ସବୁ ସେ ଗାଁରେ ସବୁ କବିରାଜି, ସେମାନେ ସବୁ ବିଭିନ୍ନ ପ୍ରକାର ଜଡ଼ି ବୁଟି ଚେର ଛେଚିକିରି ଦିଅନ୍ତି। ଏସବୁ ଜିନିଷ ହେଉଛି ଆୟୁର୍ବେଦୀୟ ଜିନିଷ। ଏସବୁଥିରେ କ'ଣ ଥାଏ ନା କେଉଁ ଗଛର ପତ୍ର ଥିବ, କେଉଁ ଗଛର ଫୁଲ ଥିବ, କେଉଁ ଗଛର ଚେର ଥିବ, କେଉଁ ଗଛର ମୂଳ, ଏହିପରି ଭାବରେ ବିଭିନ୍ନ ଭାବରେ ସେ କବିରାଜୀମାନେ ଚିକିତ୍ସା କରିଥାନ୍ତି। ଏବଂ ଯୁଗ ଯୁଗ ଧରି ସେମାନେ ଏହି ଉଦ୍ଭିଦଜାତ ସଂରକ୍ଷଣ ଓ ବିକାଶ କରି ଆସୁଛନ୍ତି। କିନ୍ତୁ ବର୍ତ୍ତମାନ ଏଇ ଯେଉଁ ଉନ୍ନତ ମଣିଷ ଏସବୁ ଉଦ୍ଭିଦ ଗୁଡ଼ାକୁ କାଟି ଚାଲିଛି ପ୍ରବଳ ମାତ୍ରାରେ, ଯାହାଫଳରେ ପରିବେଶ ପ୍ରଦୂଷଣ, ବନ ବିଧ୍ୱଂସ ସହ ତାଳ ଦେଇକରି ବହୁ ଅମୂଲ୍ୟ ଉଦ୍ଭିଦ ଆଜି
ଏ ପୃଥିବୀ ପୃଷ୍ଠରୁ ଲୋପ ପାଇ ଚାଲିଛି। ଏବଂ ତା ସହିତ ଏ ଏଲୋପାଥି ଚିକିତ୍ସା ଯେଉଁଗୁଡ଼ିକ ତୁମେ ମେଡ଼ିସିନ ଷ୍ଟୋରରୁ ନେଇ ଆସୁଛ, ପାରାସିଟାମଲ, ବିଭିନ୍ନ ପ୍ରକାରର ଔଷଧ, ଏସବୁ ଏଲୋପାଥିକ ଚିକିତ୍ସା ପଦ୍ଧତିର ପ୍ରସାର ହେତୁ ଇଏ ଆଜି ଆୟୁର୍ବେଦ ଚିକିତ୍ସାର ଲୋକପ୍ରିୟତା ହରାଇବାକୁ ବସିଥିଲା। ଏଇ ରାଜୁଡ଼ା ବା ଆହୁରି ଆଗରୁ ସେମାନେ କ'ଣ, ସେତେବେଳେ କ'ଣ ଏମିତି ଡାକ୍ତରଖାନା ଥିଲା ନା ଏହିପରି ଭାବରେ ସବୁ ICU ଥିଲା? କିଛି ନଥିଲା। ସେଇ କବିରାଜ ମାନେ ସେମାନେ ସବୁ ବିଭିନ୍ନ ଗଛର ଚେର ମୂଳ ଏସବୁକୁ ବାଟି ସିଝେଇ କୁଟି ଦେଉଥିଲେ ଏବଂ ଲୋକମାନେ ମଧ୍ୟ ଭଲ ହେଉଥିଲେ। ତ ଇଏ ଆୟୁର୍ବେଦିକ ଚିକିତ୍ସା ଏବଂ ଏହାର ସୁଯୋଗ ନେଇ ଏସବୁ ଆମେରିକୀୟ ଏବଂ ପାଶ୍ଚାତ୍ୟ ଦେଶମାନଙ୍କର ବହୁଦେଶୀୟ କମ୍ପାନୀମାନେ ସତ୍ତ୍ୱାଧିକାର ଚୁକ୍ତିକୁ ଅସ୍ତ୍ର ରୂପରେ ବ୍ୟବହାର କରି ମାନେ ମାଲିକାନା, ନ୍ୟାୟସଙ୍ଗତ ମାଲିକାନା ହେବେ, ଏହିସବୁ ବ୍ୟବହାର କରି ଆମ ଦେଶରୁ ତଥା ଜୈବ ବିଭିନ୍ନତା ସମ୍ବନ୍ଧୀୟ ତୃତୀୟ ବିଶ୍ୱର ଅନ୍ୟାନ୍ୟ ଦେଶମାନଙ୍କରୁ ମଧ୍ୟ ଅମୂଲ୍ୟ ସମ୍ପଦ ସବୁକୁ ଲୁଣ୍ଠନ କରିବାର ଆରମ୍ଭ କରିଦେଇଛନ୍ତି। ଆମ ଦେଶରୁ ସେମାନେ ନେଇଯାଉଛନ୍ତି, ତାକୁ ତାଙ୍କ ଦେଶରେ ସେମାନେ ବିଭିନ୍ନ ପ୍ରକାରର ଔଷଧ ରୂପରେ ବ୍ୟବହାର କରି ଆମକୁ ପୁଣି ତାହା ବିକ୍ରି କରୁଛନ୍ତି, ଯାହାଦ୍ୱାରା ସେମାନେ ପ୍ରଚୁର ମାତ୍ରାରେ ଲାଭବାନ ମଧ୍ୟ ହୋଇପାରୁଛନ୍ତି। ତ ଇଏ ଥିଲା ତମର ବାନର ବୈଦ୍ୟ। ୟାକୁ ତୁମେ ଭଲ ଭାବରେ ଦେଖିବ, ପଢ଼ିବ, ତାପରେ ୟାର ପ୍ରଶ୍ନ ଉତ୍ତର ମୁଁ ପରବର୍ତ୍ତୀ ସମୟରେ ତୁମକୁ ପଠାଇଦେବି।